ও জয় গুরু, জয় জগন্নাথ। ব্রহ্মানন্দং পরম সুখদং কেবলং জ্ঞানমূর্তি দ্বন্দ্বাতীতং গগন সদৃশং তত্ত্বমস্যাদিলক্ষ্যম একং নিত্যং বিমলং অচলং সর্বাধি সাক্ষীভূতং ভাবাতীতং ত্রিগুণরহিতং সদ্গুরুং তং নমামি, সদ্গুরুং তং নমামি। বসুদেবসুতং দেবং কংসচাণূরমর্দনম দেবকী পরমানন্দম কৃষ্ণ বন্দে জগদ্গুরু, কৃষ্ণ বন্দে জগদ্গুরু। কৃষ্ণায় বাসুদেবায় দেবকী নন্দনায় চ নন্দগোপকুমারায় গোবিন্দায় নমো নমঃ, গোবিন্দায় নমো নমঃ। হরি ওম, হরি ওম, হরি ওম। ଏହି ଧରାଧାମରେ ମନୁଷ୍ୟ ଶରୀର ଧାରଣ କରି ଦ୍ୱାପର ଯୁଗରେ ଆବିର୍ଭୂତ ହେଉଥିଲେ ଦେବକୀଙ୍କର ଯିଏ ହେଉଛନ୍ତି ଆନନ୍ଦଦାୟକ ଏବଂ ଯିଏ ହେଉଛନ୍ତି ବସୁଦେବଙ୍କର ସୁତ, ଯାହାକୁ ସମସ୍ତେ ଜାଣିଛନ୍ତି ଯେ ହେଉଛନ୍ତି ଭଗବାନ କୃଷ୍ଣ, ଯିଏକି ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ଅର୍ଥାତ୍ ଯିଏକି ଧର୍ମ ସଂସ୍ଥାପନ କରିବା ପାଇଁ, ସାଧୁମାନଙ୍କୁ ପରିତ୍ରାଣ କରିପାରିବା ପାଇଁ ଏବଂ ଦୁଷ୍କୃତକୁ ବିନାଶ କରିବା ପାଇଁ ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ, ଏ ଜଗତରେ ସେ ପରମ ଆନନ୍ଦଦାୟକ ଆନନ୍ଦ କନ୍ଦ ଭଗବାନ ଯିଏ ହେଉଛନ୍ତି ସଚ୍ଚିଦାନନ୍ଦ ସ୍ୱରୂପ, ସଚ୍ଚିତ ଆନନ୍ଦ ରୂପକ ଯେଉଁ ଭଗବାନ, ସେ ନିଜେ ସ୍ୱୟଂ ସ୍ୱମହିମାରେ ସ୍ୱକରୁଣାରେ ଜୀବଜଗତରେ ଆବିର୍ଭୂତ ହୋଇଥିଲେ ଧର୍ମକୁ ସଂସ୍ଥାପନ କରିବା, ସାଧୁମାନଙ୍କୁ ପରିତ୍ରାଣ କରିବା ଏବଂ ଦୁଷ୍କୃତଙ୍କୁ ବିନାଶ କରିବା ପାଇଁ ତାଙ୍କର ସ୍ୱତନ୍ତ୍ର ଭାବରେ ଦ୍ୱାପର ଯୁଗରେ ଦେବକୀଙ୍କର ପୁତ୍ର ଭାବରେ ଏବଂ ବସୁଦେବଙ୍କର ସୁତ ରୂପରେ ସେ ଆବିର୍ଭୂତ ହୋଇଥିଲେ। ସେଇ ଭଗବାନ କୃଷ୍ଣ ଯଦିଓ ଦ୍ୱାପର ଯୁଗରେ ଆବିର୍ଭୂତ ହୋଇଥିଲେ, କିନ୍ତୁ ସେ ହେଉଛନ୍ତି ନିଜେ ଆନନ୍ଦଦାୟକ ସଚ୍ଚିଦାନନ୍ଦ ଭଗବାନ, ଷଡ଼ ଐଶ୍ୱର୍ଯ୍ୟ ସମ୍ପନ୍ନ ଏବଂ ପୂର୍ଣ୍ଣ ଅବତାର। ସେ ନିଜେ ହେଉଛନ୍ତି ଅବତାରୀ ଏବଂ ସେ ନିଜେ ହେଉଛନ୍ତି ଅବତାର। ସେଇଥିପାଇଁ ପ୍ରତ୍ୟେକ ଯୁଗରେ ସତ୍ୟ, ଦ୍ୱାପର, ତ୍ରେତୟା ଏବଂ କଳି ଯୁଗରେ ସେଇ କୃଷ୍ଣ ନାମଟିକୁ ସର୍ବଶ୍ରେଷ୍ଠ ଭାବରେ ବା ଭଗବାନ କୃଷ୍ଣଙ୍କୁ ସମସ୍ତେ ସର୍ବଶ୍ରେଷ୍ଠ ଭଗବାନ ହିସାବରେ ସ୍ତବନ ପୂଜନ ଆଦି କରି ନିଜର ଏହି ଜୀବଜନୀକୁ ସାର୍ଥକ କରି ଆସୁଛନ୍ତି। ଏହା ସର୍ବବିଦିତ, ଯାହାକୁ ଗୁରୁ ପରମ୍ପରାରେ ଆମମାନଙ୍କ ଭିତରେ ଆବିର୍ଭୂତ ହୋଇଥିବା ବ୍ୟାସଦେବ, ଯିଏକି ବିଷ୍ଣୁଙ୍କର ଅବତାର ବୋଲି ତାଙ୍କୁ ସ୍ୱୀକାର କରାଯାଏ। ବ୍ୟାସାୟ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବିଷ୍ଣବେ, ସେ ନିଜେ ସାକ୍ଷାତ ବିଷ୍ଣୁ। ସେ ନିଜେ ମଧ୍ୟ ସ୍ୱମୁଖରେ କହିଛନ୍ତି ଯେ କାରଣଂ କାରଣାନାଞ୍ଚ ଶ୍ରୀକୃଷ୍ଣ ଭଗବାନ ସ୍ୱୟଂ। ପୁନଃ କହିଛନ୍ତି ଏତେ ଚାଂସ କଳା ପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ସମସ୍ତେ ହେଉଛନ୍ତି ଅଂଶ କଳା, କିନ୍ତୁ ଭଗବାନ ହେଉଛନ୍ତି ପୂର୍ଣ୍ଣ ଏବଂ ସେ ହେଉଛନ୍ତି ସ୍ୱୟଂ ଭଗବାନ କୃଷ୍ଣ ଏବଂ ସେ ହେଉଛନ୍ତି ଅବତାରୀ
ଏବଂ ତାଙ୍କଠାରୁ ମତ୍ସ୍ୟ କଶ୍ୟପ ଆଦି ଅନେକ ଅବତାର ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ ଇଏ ଭଗବାନ ନାନା ରୂପରେ ଆସୁଛନ୍ତି ବେଦକୁ ଉଦ୍ଧାର କରିବା ପାଇଁ, ଧର୍ମକୁ ସଂସ୍ଥାପନ କରିବା ପାଇଁ ଏବଂ ଏ ଧରାର ଭାରକୁ ବା ଏ ପୃଥିବୀର ଭାରାକୁ ଉଶ୍ୱାସ କରିବା ପାଇଁ, ରାକ୍ଷସମାନଙ୍କ କବଳରୁ ଉଦ୍ଧାର କରିବା ପାଇଁ, ସାଧୁ ସନ୍ଥକୁ କେତେବେଳେ ପରିତ୍ରାଣ କରିବା ପାଇଁ ଇତ୍ୟାଦି ଇତ୍ୟାଦି ବିଭିନ୍ନ କାର୍ଯ୍ୟ ପାଇଁ ଯେତେବେଳେ ଆବଶ୍ୟକ ପଡ଼ୁଛି ସେତେବେଳେ ଭଗବାନ ସ୍ୱୟଂ ଆବିର୍ଭୂତ ହୁଅନ୍ତି ନିଜେ ଅଂଶ କଳା ଭାବରେ ବା ନିଜେ ଅଂଶ ରୂପରେ। କିନ୍ତୁ ମୂଳରେ ପ୍ରତ୍ୟେକ ଯୁଗରେ ଭଗବାନ କୃଷ୍ଣ ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ, ସେ ନିଜେ କୃଷ୍ଣ, ସେ ହେଉଛନ୍ତି ବିଷ୍ଣୁ, ସେ ନିଜେ ହେଉଛନ୍ତି ନାରାୟଣ ଏବଂ ସେ ନିଜେ ପ୍ରତ୍ୟେକ ସମୟରେ ଯେତେବେଳେ ଆବଶ୍ୟକ ପଡ଼ିଛି ଏ ଧରାଭାରକୁ ଉଶ୍ୱାସ କରିବା ପାଇଁ, ଧର୍ମରେ ଯେତେବେଳେ ଗ୍ଲାନି ଦେଖାଯାଉଛି, ଯେତେବେଳେ ସର୍ବଶ୍ରେଷ୍ଠ ଦୁର୍ଲଭ ପ୍ରାଣୀ ମନୁଷ୍ୟ ଧର୍ମକୁ ପାଳନ କରୁନାହିଁ, ସ୍ୱଧର୍ମକୁ ତ୍ୟାଗ କରିଦେଉଛି ଏବଂ ଯେତେବେଳେ ସେ ବିପଥଗାମୀ ହେଇଯାଉଛି, ମନୁଷ୍ୟଚିତ ଯେଉଁ କର୍ତ୍ତବ୍ୟ କର୍ମକୁ ଭୁଲିଯାଇ ପଶୁଆଚରଣ କରି ସଂସାର ଭିତରେ ନାନା ଦୁଃଖରେ ନିପତିତ ହେଉଛି, ସେତେବେଳେ ସେହି ଭଗବାନ ନିଜେ ସ୍ୱୟଂ ଭଗବାନ କୃଷ୍ଣ ବିଭିନ୍ନ ରୂପରେ ଆବିର୍ଭୂତ ହୋଇ ଏହି ଜୀବ ଜଗତକୁ ନାନା ଭାବରେ ଶିକ୍ଷା ଦୀକ୍ଷା ଦେଇ ପାବନ କରୁଛନ୍ତି। ତେଣୁ ସେ ହେଉଛନ୍ତି ଅତ୍ୟନ୍ତ କରୁଣାମୟ ଦୀନବନ୍ଧୁ ଅର୍ଥାତ୍ ବିପଦର ବନ୍ଧୁ ଏବଂ ସେ ପ୍ରତ୍ୟେକ ମୁହୂର୍ତ୍ତରେ କରୁଣାରେ ବିଗଳିତ ହୋଇ ପ୍ରାଣୀମାନଙ୍କୁ କିଭଳି ଭାବରେ ଇଏ ଭବବନ୍ଧନରୁ ମୁକ୍ତ କରିବେ ସେହି ପ୍ରୟାସରେ ସେ ଅବତୀର୍ଣ୍ଣ ହେଉଛନ୍ତି। ତେଣୁ ସେ ଯେ କେବଳ ଲୀଳା ଜଗତରେ ବସୁଦେବଙ୍କର ପୁତ୍ର ବା ଦେବକୀଙ୍କର ନନ୍ଦନ ଭାବରେ ଆବିର୍ଭୂତ ହୋଇଛନ୍ତି ବା ତାଙ୍କୁ ହିଁ କେବଳ ସୁଖ ଦେବା ପାଇଁ ଏକଥା ନୁହେଁ, ସେ ନିମିତ୍ତ ମାତ୍ର ଭାବରେ ଗୋଟିଏ ଆଧାର ମାଧ୍ୟମରେ ବା ପିତାମାତାଙ୍କ ମାଧ୍ୟମରେ ନିମିତ୍ତ କରି ସେ ନିଜେ ଆବିର୍ଭୂତ ହୁଅନ୍ତି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର କଲ୍ୟାଣ କରିବା ପାଇଁ, ଜଣଙ୍କ ପାଇଁ ନୁହନ୍ତି କି ସେ କେବଳ କୌଣସି ଜାତି ପାଇଁ, କୌଣସି ବର୍ଣ୍ଣ ପାଇଁ ବା କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ଆଚରଣ କରୁଥିବା ବ୍ୟକ୍ତିବିଶେଷ ବା ମନୁଷ୍ୟ ସମାଜ ପାଇଁ ନୁହେଁ, କୀଟ ପତଙ୍ଗ ସ୍ଥାବର ଜଙ୍ଗମ ଆଦି ଯାହା କିଛି ସୃଷ୍ଟିରେ ସମ୍ଭବ ହେଇଛି ସମସ୍ତଙ୍କର କଲ୍ୟାଣକାରୀ ଭଗବାନ ସମସ୍ତଙ୍କର କଲ୍ୟାଣ କରିବା ପାଇଁ ସେ ସ୍ୱୟଂ ଆବିର୍ଭୂତ ହୁଅନ୍ତି ବା ଅବତୀର୍ଣ୍ଣ ହୁଅନ୍ତି ବା ଅବତାର ନିଅନ୍ତି। ଯଦିଓ ମୂଳରେ ସେ ହେଉଛନ୍ତି ନିଜେ ଅବତାରୀ, କିନ୍ତୁ ସେ ଆବଶ୍ୟକ ସ୍ଥଳରେ ବିଭିନ୍ନ ରୂପରେ ଆବିର୍ଭୂତ ହୁଅନ୍ତି ବା ଅବତାର ଗ୍ରହଣ କରନ୍ତି। ତେଣୁ ମୁଁ ସର୍ବପ୍ରଥମେ ସେହି ସମସ୍ତଙ୍କର ଆନନ୍ଦଦାୟକ ଆନନ୍ଦକନ୍ଦ ଭଗବାନ କୃଷ୍ଣଙ୍କୁ ଅନନ୍ତ କୋଟି ପ୍ରଣାମ ଜ୍ଞାପନ କରି ଆଜିର ଏହି ସତ୍ସଙ୍ଗ କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ଯାଉଛେ। ସେ ନିଜେ ହିଁ ଆମ ସମସ୍ତଙ୍କ ଭିତରେ ସ୍ୱୀକାର କରିଛନ୍ତି ଅହଂ ଆତ୍ମା ଗୁଡ଼ାକେଶ ସର୍ବଭୂତା ସୟସ୍ଥିତ। ଆପଣ ବାରମ୍ବାର ଶୁଣୁଛନ୍ତି ସମସ୍ତ ଶାସ୍ତ୍ର ନିର୍ଯାସ ଭାବରେ ଭଗବଦ ଗୀତାରେ ସ୍ୱୟଂ ଭଗବାନ ସମ୍ମୁଖରେ ସ୍ୱୀକାର କରୁଛନ୍ତି ଅହଂ ମୁଁ ଆତ୍ମା ରୂପରେ ସର୍ବଭୂତା ସୟସ୍ଥିତ। ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଆବ୍ରହ୍ମ ସ୍ତନୁଅ ପର୍ଯ୍ୟନ୍ତ ସୃଷ୍ଟିର ପ୍ରଥମ ଆରମ୍ଭରେ ବ୍ରହ୍ମାଙ୍କ ଠାରୁ ପିତାମହ ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ଅଣୁ ପରମାଣୁ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ବାହାରେ ମୁଁ ବ୍ୟାପ୍ତ ଏବଂ ସମସ୍ତଙ୍କ ଅନ୍ତରସ୍ଥ, ସମସ୍ତଙ୍କ ମଧ୍ୟରେ ମୁଁ ଆତ୍ମା ରୂପରେ ନିଜେ ବିଦ୍ୟମାନ ଅଛି ଏବଂ ସମସ୍ତଙ୍କ ଭିତରେ ମୁଁ ନିଜେ ଆତ୍ମା ରୂପରେ ରହି ସର୍ବେନ୍ଦ୍ରିୟ ବିବର୍ଜିତ, ମୋର ସମସ୍ତ ଇନ୍ଦ୍ରିୟ ହସ୍ତପଦ ଆଦି ନଥିଲେ ମଧ୍ୟ ମୁଁ ଆତ୍ମା ତତ୍ଵ ରୂପରେ ସମସ୍ତଙ୍କ ଭିତରେ ବା ଚେତନା ବା ଚୈତନ୍ୟ ରୂପରେ ସମସ୍ତଙ୍କ ଭିତରେ ଆବିର୍ଭୂତ ହୋଇ ବା ବିଦ୍ୟମାନ କରି ମୁଁ ସେଇ ପ୍ରାଣୀମାନଙ୍କର ସମସ୍ତ କାର୍ଯ୍ୟକୁ ନିର୍ବାହ କରଉଛି ବା ମୋର ଶକ୍ତି ଦ୍ୱାରା ବା ମୋ ଦ୍ୱାରା ପ୍ରଭାବିତ ହୋଇ ସେଇ ଜଡ଼ ଶରୀରରେ ଥିବା ସମସ୍ତ ଜଡ଼ ଇନ୍ଦ୍ରିୟମାନେ କାର୍ଯ୍ୟକ୍ଷମ ହେଉଛନ୍ତି ସର୍ବେନ୍ଦ୍ରିୟ ଗୁଣାଭାସଂ ସର୍ବେନ୍ଦ୍ରିୟ ବିବର୍ଜିତଂ। ମୋର କୌଣସି ଇନ୍ଦ୍ରିୟ ନଥିଲେ ମଧ୍ୟ ହସ୍ତପଦ ଆଦି କୌଣସି
ଅବୟବ ନଥିଲେ ମଧ୍ୟ ମୁଁ ସମସ୍ତଙ୍କ ଶରୀର ମଧ୍ୟରେ ବିଦ୍ୟମାନ କରି ଅନ୍ତର୍ଯ୍ୟାମୀ ରୂପରେ ସମସ୍ତଙ୍କୁ ଚେତାୟିତ କରୁଛି, ଅର୍ଥାତ୍ ସମସ୍ତ ଇନ୍ଦ୍ରିୟମାନଙ୍କୁ ଚେତନଶୀଳ କରି କାର୍ଯ୍ୟକ୍ଷମ କରାଉଛି। ତେଣୁ ଭଗବାନ କହୁଛନ୍ତି ମୁଁ ସମସ୍ତଙ୍କ ରୂପରେ ଭିତରେ ବା ଅନ୍ତରରେ ଆତ୍ମସ୍ଥ ବା ଆତ୍ମା ରୂପରେ ବିଦ୍ୟମାନ। ତେଣୁ ଯେଉଁ ଭଗବାନ ଆମ ସମସ୍ତଙ୍କ ଭିତରେ ଅନ୍ତର୍ନିହିତ ଭାବରେ ବିଦ୍ୟମାନ ଅଛନ୍ତି ଏବଂ ବାହାରେ ବ୍ୟାପ୍ତ ଭାବରେ ସର୍ବତ୍ର ବିଦିତ ଅଛନ୍ତି ବା ସର୍ବତ୍ର ବ୍ୟାପ୍ତ ଅଛନ୍ତି, ସେହି ଭଗବାନଙ୍କୁ ଆମେ ଅନନ୍ତ କୋଟି ପ୍ରଣାମ ଜ୍ଞାପନ କରୁଛୁ। ଏବଂ ସେହି ଭଗବାନ ଆତ୍ମତତ୍ଵ ରୂପରେ ସମସ୍ତଙ୍କ ଭିତରେ ବିଦ୍ୟମାନ ଥିବାରୁ ଆଜିର ସତ୍ସଙ୍ଗରେ ଉପସ୍ଥିତ ଥିବା ସମସ୍ତ ଜଗଜ୍ଜନନୀଙ୍କ ଅଂଶ ସମୂତା ମା ଏବଂ ଦିବ୍ୟ ଚେତନାଶୀଳ ସମସ୍ତ ଦିବ୍ୟ ଆତ୍ମାମାନଙ୍କୁ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ମଧ୍ୟରେ ଏବଂ କୀଟ ପତଙ୍ଗ ସ୍ଥାବର ଜଙ୍ଗମ ଚର ଅଚର ଦୃଶ୍ୟ ଅଦୃଶ୍ୟ ସବୁଠାରେ କେବଳ ତାଙ୍କର ଉପସ୍ଥିତିକୁ ଅନୁଭବ କରି ଏଇଠାରେ ଆମେ ସମସ୍ତଙ୍କୁ ପ୍ରଣାମ ଜ୍ଞାପନ କରୁଛୁ। ଏବଂ ଯିଏ ପ୍ରକୃତରେ ଯେଉଁମାନେ ଆତ୍ମଦର୍ଶୀ ବା ଆତ୍ମଜ୍ଞାନୀ ବା ଯେଉଁମାନେ ଗୁରୁଙ୍କ ଠାରୁ ଆତ୍ମଜ୍ଞାନ ଲାଭ କରିଥାନ୍ତି ଏବଂ ଆତ୍ମାନୁସନ୍ଧାନ ପଥରେ ନିଜକୁ ବ୍ରତୀ କରିଥାନ୍ତି, ସେମାନଙ୍କ ପାଖରେ କୌଣସି ଜାତି ନାହିଁ, କୌଣସି ଧର୍ମ ବା କୌଣସି ବର୍ଣ୍ଣ ଇତ୍ୟାଦି ଇତ୍ୟାଦି ନାହିଁ ବା ସେମାନେ ସମସ୍ତ ଘଟଠାରେ ଆଚାଣ୍ଡାଳ ବ୍ରାହ୍ମଣ କୀଟ ପତଙ୍ଗ ସ୍ଥାବର ଜଙ୍ଗମ ଏବଂ ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣ ଗାଭୀ ହସ୍ତି ଆଦି ଏବଂ ଚାଣ୍ଡାଳ ବ୍ରାହ୍ମଣ ଆଦି ସମସ୍ତଙ୍କଠାରେ ସମଦୃଷ୍ଟି ସେମାନଙ୍କର ଥାଏ। କାରଣ ବାହ୍ୟ ଭାବରେ ସମସ୍ତେ ଭିନ୍ନ ଭିନ୍ନ ରୂପରେ ଏଠି ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ସମସ୍ତଙ୍କ ଭିତରେ ଯେ ଏକ ଭଗବାନ ପରମବ୍ରହ୍ମ ପରମାତ୍ମା ଆତ୍ମା ରୂପରେ ଦିବ୍ୟ ଆତ୍ମା ରୂପରେ ସମସ୍ତଙ୍କ ଭିତରେ ପ୍ରକାଶିତ ଏବଂ ସମସ୍ତଙ୍କର କାର୍ଯ୍ୟକୁ ସେ ନିୟନ୍ତ୍ରିତ କରୁଛନ୍ତି ବା ପରିଚାଳନା କରୁଛନ୍ତି ସମସ୍ତ ଜଡ଼ ପଦାର୍ଥକୁ। ସେଇଥିପାଇଁ ସମସ୍ତ ଚେତନାଶୀଳ ବ୍ୟକ୍ତିମାନେ ସତ୍ସଙ୍ଗ କରୁଛନ୍ତି, ଯେଉଁମାନେ ଆତ୍ମଜ୍ଞାନ ଲାଭ କରୁଛନ୍ତି, ଶାସ୍ତ୍ର ପଥରେ ବା ଶାସ୍ତ୍ର ଯାହା ଆମମାନଙ୍କୁ କହିଛନ୍ତି ଆମେ ସେଇ ପଥରେ ଯଦି ଆମେ ଶାସ୍ତ୍ର ନିର୍ଦ୍ଦେଶିତ ପଥ ବେଦ ବେଦାନ୍ତର ନିର୍ଦ୍ଦେଶିତ ପଥରେ ଯଦି ଆମେ ଅନୁଗମନ କରୁଛେ, ତାହେଲେ ନିଶ୍ଚିନ୍ତ ଭାବରେ ଆମ ଭିତରେ କୌଣସି ଭେଦଭାବ ରହିବା ଉଚିତ ନୁହେଁ। ତେବେ ଆମେ ଆଜି ପର୍ଯ୍ୟନ୍ତ ବହୁ ବିଷୟରେ ଆଲୋଚନା କରିଛେ ପୁଙ୍ଖାନୁପୁଙ୍ଖ ଭାବରେ। ତେବେ ଏବେ ଟିକେ ଶାସ୍ତ୍ର ବିଷୟରେ ଆଲୋଚନା କରିବା। ଆମ ସନାତନ ଧର୍ମରେ ଅନନ୍ତ ଶାସ୍ତ୍ରଂ ବହୁ ବେଦିତବ୍ୟଂ ସ୍ୱଳ୍ପଶ୍ଚ କାଳ ବହୁ ବିଘ୍ନାନି। ଏବଂ ଆମର ଅନନ୍ତ ଶାସ୍ତ୍ର ଗୋଟିଏ ନୁହେଁ, ଯଦିଓ ମୌଳିକ ଭାବରେ ମୂଳ ଗ୍ରନ୍ଥ ହିସାବରେ ଏବଂ ସେଠି ଆମେ ବେଦ ଏବଂ ବେଦ ପରେ ବେଦାନ୍ତ ଉପନିଷଦ ଶାରୀରିକ ସୂତ୍ର ଦର୍ଶନ ଶାସ୍ତ୍ର ଆଦି ଏବଂ ଚତୁର୍ଦଶ ବିଦ୍ୟା ଆଦି ଏବଂ ପୁରାଣ ମାନଙ୍କୁ ଆମେ ଶାସ୍ତ୍ର ହିସାବରେ ପ୍ରାଧାନ୍ୟ ଦେଇ ଆସୁଥିଲେ ମଧ୍ୟ ପୁରାଣ ଉପପୁରାଣ ବେଦ ଉପବେଦ ଆଦି ଆମେ ଯଦି ଏଇଭଳି ଭାବରେ ଛୋଟ ବଡ଼ ଆଦି ଦେଖିବା, ଆମେ ଅନନ୍ତ ଶାସ୍ତ୍ର ଅନନ୍ତ ଅଛି, ଯେ ଆମକୁ ଶାସନ କରେ ଅନୁଶାସନ କରେ, ଯାହାକୁ ଆମେ ଅନୁଶୀଳନ କରି ବା ଯାହାକୁ ଆମେ ବୁଝି ପଢ଼ି ଜାଣି ଯିଏ ଆମକୁ ନିୟମରେ ବାନ୍ଧି ଦିଏ, ଶାସ୍ତ୍ରୀୟ ନିୟମରେ ଯିଏ ଆମର ଚରିତ୍ର ସ୍ୱଭାବକୁ ନିୟନ୍ତ୍ରଣ କରାଇ ଦିଏ ଏବଂ ଆମର ଜୀବନଚର୍ଯ୍ୟାରେ ଆମର ଜୀବନର ଗତିପଥକୁ ଯିଏ ସାବଲୀଳ କରିଦିଏ, ତାହା ହେଉଛି ଶାସ୍ତ୍ର। ସେ ଶାସ୍ତ୍ର ଗୋଟିଏ ନୁହେଁ, ତାହା ହେଉଛି ଅନନ୍ତ। ତେଣୁ ମୌଳିକ ଶାସ୍ତ୍ର ବେଦ ବେଦାନ୍ତ ଠାରୁ ଆରମ୍ଭ କରି ପ୍ରାମାଣିକ ଶାସ୍ତ୍ର ଏବଂ ପରବର୍ତ୍ତୀ ଅବସ୍ଥାରେ ସେହି ଶାସ୍ତ୍ରକୁ ଆଧାର କରି ସରଳ ଭାବରେ ବ୍ୟାଖ୍ୟା କରି ବୁଝାଇବା ପାଇଁ ଅନନ୍ତ ଶାସ୍ତ୍ରର ଅବତାରଣ ହୋଇଛି। ଆମେ ସମସ୍ତେ ସେହି ଶାସ୍ତ୍ରକୁ ଅଧ୍ୟୟନ କରୁଛେ, ନିଜ ଭାଷାରେ ଅନୁବାଦ କରୁଛେ ଏବଂ ଆମେ କେତେବେଳେ ଅନ୍ୟମାନଙ୍କ ଠାରୁ ମଧ୍ୟ ତାହାକୁ ଶ୍ରବଣ କରୁଛେ। ଏହିଭଳି ଭାବରେ ଆମେ ଶାସ୍ତ୍ରକୁ ଅଧ୍ୟୟନ କରି ଶାସ୍ତ୍ରର ନିୟମକୁ ଆମେମାନେ ନିଜ ହୃଦୟରେ ଧାରଣ କରି ନିଜର ଚରିତ୍ରରେ ନିଜର ସ୍ୱଭାବରେ
कर्तव्य कर्म भितर आम से नियमटी को प्रयोग करी आम जीवन को सरस सुंदर एवं सावलील करुअछु। जदि आमर अनंत शास्त्र अच्छी ये प्रश्न उठुची जे बहुत तो शास्त्र अच्छी ना, तेणु अनंत जदि शास्त्र ताहले प्रत्येक शास्त्र जदि गोटे गोटे कथा जानिबार थाए बा भल कथा थाए ताहले अनंत शास्त्र रे बहुत गुड़ाए कथा बा अनंत जानिबार कथा अच्छी। प्रत्येक शास्त्र रे तो बहुत कथा अच्छी ना, जदि मुख्य भाव में गोटे गोटे कथा को बा आदर्श को ग्रहण करा जाए शास्त्र रु ताहले जदि शास्त्र अनंत ताहले जानिबा कथा मते बहुविदित बहुत जानिबा कथा अच्छी ता भितर। तेणु आमर होची किंतु स्वल्प काल अर्थात न मृत्यु काल पुरुषस्य निश्चित आमर मृत्युर काल निर्धारित करा जाए नहीं। न चापि मृत्यु पुरुषं प्रतीक्षते आमर धर्मकाल निर्धारित न धर्मकाल पुरुषस्य निश्चित न चापि मृत्यु पुरुषं प्रतीक्षते ना धर्मकाल निर्धारण करा कौ बयस धर्म ग्रहण करा कहीं ना जेहेतु मृत्यु प्रत्येक मुहूर्त आमको कबलित करुअछि। जन्मरू आरंभ कर मृत्यु पर्यंत अवधि जो जीवन ये प्रत्येक मुहूर्त मृत्यु मुखे पतित होबार संभावना रही कौन काल बा समय निर्धार्य होना। किए जन्मरू मृत्यु हो पारे, जन्म पर किछि दिन पर मृत्यु हो पारे, 2 वर्ष 5 वर्ष आदि 10 वर्ष 50 वर्ष कौन मुहूर्त ये मृत्यु काल आमको ग्रास करें मृत्यु आमको ग्रास करें। से आम अनंत शास्त्र रे जदि बहुत कथा जानवा को अच्छी आम से शास्त्र को पढ़ा केतबले बुझा केतबले एवं प्रत्येक शास्त्र रे जदि आम शास्त्र को न पढ़ा बा अध्ययन न करिबा ताले कौ शास्त्र रे केते भल कथा अच्छी बा से अनंत भल कथा मध्य कौटा श्रेष्ठ भल कथा बा केउटा आम पई करणीय कथा आम से कथा बुझिबा अत्यंत कष्टकर कारण आम हाथ में समय नाही। जेभली भाव रे हंस जल मध्यरु क्षीर को केवल ग्रहण करी जल को त्याग करिथाए से भली भाव रे अनंत शास्त्र थिले मध्य आमे से शास्त्र मध्यरु केवल सार को संग्रह करिबा असार को आमे ग्रहण करिबा नाही कारण आम भितरे एते कथा ग्रहण करिवार शक्ति नाही। आमे होउछे अणु चैतन्य, भगवान होउछन्ति विभु चैतन्य। आमे अणु हेइथिबारु आमर बुद्धि विद्या ज्ञान विवेक ये सब ससीम नुहे, अनंत नुहे, व्याप्त नुहे, यह हूँ सीमित। आमर सीमित बुद्धि सीमित ज्ञान सीमित विद्यारे आमे जेतिकी ग्रहण करि परिबा ताहा ही ग्रहणीय एवं जदि आमे समस्त कथा को जानिबाक इच्छा करिबा आमे किछि जानि परिबा नाही। सेइथिपाई ये शास्त्र अनंत हेइथिले मध्य व्यासदेव कहउछन्ति बा शास्त्र रे केउठारे दर्शा जाइछि जे स्वानुभूते सुशास्त्रस्य गुरुश्च वाक्यतां वाक्य अर्थात गुरुश्चैवक्य वाक्यतां गुरुश्च वाक्य वाक्यतां अर्थात एथिरे स्वानुभूति अर्थात निजर अनुभूति आमे सत्संग करी जो अनुभूति पाउछे शास्त्र विषय बा भगवान को विषय आत्मा विषय आमे सत्संग माध्यम आमे चरित्र विषय आमर कर्तव्य कर्म भितर जहाँ सत्संग माध्यम शास्त्र आलोचना करे सेठू आमे जहाँ शुणिले एवं आमर जहाँ निजर स्व अनुभूति है तापरे सुशास्त्र अनंत शास्त्र भितर ता भितर कौटा सुशास्त्र कौटा कुशास्त्र ताकू आमको बुझा हम आम शुणा जाना और जहाँ सुशास्त्र सुशास्त्र अर्थ हूँ जो आत्मज्ञान अच्छी एवं से विशेष भाव में बंधनर कारण नाही वैषयिक ज्ञान नाही वैषयिक ज्ञान को गौण करा जाइछि आत्मदर्शन को आत्मज्ञान को मुख्य करा जाइछि एवं जो बुद्धि विवेक मार्जित हुए से भली जो शास्त्र ताको सुशास्त्र बोली कहा जाउछि सेही शास्त्र को आम माने अध्ययन करिवार आवश्यक रही। स्वानुभूति सुशास्त्रस्य गुरुश्च वाक्यता वाक्य अर्थात आम गुरुंकर वाक्य को श्रेष्ठ बोली मणिबा। तेणु एठी कहा जाउछि जस्याभ्यासन तेनात्मा सततं च अविलोकति यही अभ्यास द्वारा निजर अनुभूति एवं गुरुंकर वाक्य एवं सुशास्त्र जदि आकु आम भल भाव सुशास्त्र टे ग्रहण करवा बहुशास्त्र थाउ जहाँ सुशास्त्र जो आत्मज्ञान ब्रह्मज्ञान एवं जो बुद्धि विवेक को विषयोन्मुखी नकरी विषय ठारू दूरे आनी आम आत्मचेतनशील हाँपी जो थे आमको विशेष भाव में आमको प्रशिक्षण दि जाउछि शास्त्र माध्यम से शास्त्र
ଏବଂ ନିଜର ଅନୁଭୂତି ଏବଂ ଗୁରୁଙ୍କର ବାକ୍ୟ, ଯାହାକୁ ଆମେ ଗୁରୁ ବୋଲି ଗ୍ରହଣ କରୁଛେ, ଜୀବନରେ ଆଦର୍ଶ ବୋଲି ଭାବୁଛେ ଏବଂ ଯାହାର ଗତିପଥକୁ ଆମେ ନିଜେ ଅନୁସରଣ କରୁଛେ, ତାଙ୍କର ସମସ୍ତ ଚରିତ୍ର, ସ୍ୱଭାବ, ଆଚରଣ, କଥାବାର୍ତ୍ତା ଏବଂ ସେ ଦେଉଥିବା ଶିକ୍ଷା, ଯାହାକୁ ଆମେ ଅନୁସରଣ କରୁଛେ, ଯାହାଠାରୁ ଆମେ ସମସ୍ତ ବିଦ୍ୟାକୁ ଶିକ୍ଷା କରୁଛେ, ଆତ୍ମବିଦ୍ୟାକୁ, ସେଇ ଗୁରୁଙ୍କର ବାକ୍ୟ, ଏ ତିନୋଟି ଜିନିଷକୁ ଆମେ ଆଧାର ଯଦି କରିବା ତାହେଲେ ଆମ ଜୀବନଟି ସଫଳ ହୋଇପାରିବ। ତଥାପି ମନୁଷ୍ୟ ଜୀବନରେ ବେଳେବେଳେ ସଦ୍ଗୁରୁଙ୍କର ଆବଶ୍ୟକ ଥିଲେ ମଧ୍ୟ ସେ ପ୍ରାପ୍ତ ହୋଇପାରନ୍ତି ନାହିଁ, କାରଣ ତାହା ଅତ୍ୟନ୍ତ ଦୁର୍ଲଭ। ବେଳେବେଳେ ସଦ୍ଗୁରୁ ପ୍ରାପ୍ତ ହୋଇପାରନ୍ତି ନାହିଁ। ବେଳେବେଳେ ଭଲ ସୁଶାସ୍ତ୍ର କିଏ, କୁଶାସ୍ତ୍ର କିଏ, ଯେହେତୁ ଆମେମାନେ ସମ୍ପୂର୍ଣ୍ଣ ଶାସ୍ତ୍ରକୁ ଅଧ୍ୟୟନ କରିପାରୁନେ, ସେଥିରେ କ'ଣ ସୁଶାସ୍ତ୍ର କ'ଣ ସୁଶାସ୍ତ୍ର ତାକୁ ମଧ୍ୟ ଆମେମାନେ ଠିକ୍ ଭାବରେ ଗ୍ରହଣ କରିପାରୁନାହୁଁ। ଆଉ ନିଜର ଅନୁଭୂତି ବା କ'ଣ ଅଛି, ଯେହେତୁ ଆମମାନଙ୍କ ଭିତରେ ଜନ୍ମାନ୍ତର ହେଲାଣି, ଆମେମାନେ ଏଇ ବିଷୟ ସଂସାର ଭିତରକୁ ଆସୁଛେ, ବାରମ୍ବାର ଜନ୍ମ ନେଉଛେ, ବିଷୟ ସଂସାର ଭିତରେ ଆମେ ମଜି ଯାଉଛେ। ଇ ଭିତରେ ଥିଲାବେଳେ ଆମକୁ ଅନ୍ୟ ଶାସ୍ତ୍ର ବା ଅନ୍ୟ ଶାସ୍ତ୍ର ବିଷୟରେ, ପୁରାଣ ବିଷୟରେ ପଢ଼ିବାର ସୁଯୋଗ ବିଶେଷ ଭାବରେ ମିଳେ ନାହିଁ, ଯାହାଫଳରେ କି ଆମେ ଜାଣିପାରୁନାହିଁ ତା ଭିତରେ ଆମର କ'ଣ ଶାସ୍ତ୍ର ପଢ଼ିଲୁ, କ'ଣ ବା ଅନୁଭୂତି ହେଲା। ବେଶୀ ଆମର ଅନୁଭୂତି ହେଉଛି ସଂସାର କର୍ମ ବା ବିଷୟ କର୍ମ ଉପରେ ବେଶୀ ଆମର ଅନୁଭୂତି। ଏଇ ଆଧ୍ୟାତ୍ମିକ ଯେଉଁ ଜ୍ଞାନ ବା ଆତ୍ମଚେତନ ବା ଚୈତନ୍ୟ ବିଷୟରେ ଆମର ଜ୍ଞାନ ଖୁବ୍ କମ୍, ସେଥିରେ ସେଠି ଅନୁଭୂତି କିଛି ନାହିଁ। ତାହେଲେ ଶ୍ରୁତିଶ୍ଚ ବହୁ ମାର୍ଗେଣ ଶ୍ରୁତିଶ୍ଚ ବହୁ କଳ୍ପିତା ଶ୍ରୁତି ଶ୍ରୁତି ଦ୍ୱୟର ମଧ୍ୟ ଗୁରୁର ଆଜ୍ଞା କରିଅଛି। ଆମର ଶ୍ରୁତିଶାସ୍ତ୍ର ଯାହାକୁ କୁହାଯାଉଛି, ବେଦ ବେଦାନ୍ତ ଆଦି, ଯାହାକୁ ଆମେ ଶୁଣି ଶୁଣି ମନେ ରଖୁଛେ ଗୁରୁଙ୍କ ଠାରୁ, ଗୁରୁ କହୁଛନ୍ତି, ଉପବେଶନ କରିଛନ୍ତି, ଆମେ ଯୋଡ଼ ହସ୍ତରେ ତାଙ୍କ ପାଖରେ ଉପବେଶନ ହେଇଛେ ଏବଂ ମନ ଧ୍ୟାନ ଦେଇ ଗୁରୁଙ୍କ କଥାକୁ ଶ୍ରବଣ କରୁଛେ। ଗୁରୁ ଆମକୁ ସେ ଆତ୍ମଜ୍ଞାନକୁ ପ୍ରଦାନ କରୁଛନ୍ତି। ସେଇ ଯେଉଁ ଉପନିଷଦ ବା ସମୀପରେ ବା ପାଖରେ, ଗୁରୁଙ୍କ ପାଖରେ ବସି ଯେଉଁ ଜ୍ଞାନ ଲାଭ କରାଗଲା, ଶୁଣିକିରି ତାକୁ କୁହାଗଲା ଶ୍ରୁତିଶାସ୍ତ୍ର। ସ୍ମୃତିଶାସ୍ତ୍ର ହେଲା ଆମର ଧର୍ମଶାସ୍ତ୍ର। ଯେଭଳି ଭାବରେ ଆମର ଶ୍ରୁତିଶାସ୍ତ୍ର ଭିତରେ ଆମର ରହିଲା ଋଗ୍ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ ଏବଂ ଉପନିଷଦମାନଙ୍କ ଭିତରେ ଈଶ, କେନ, କଠ, ପ୍ରଶ୍ନ, ମୁଣ୍ଡ, ମାଣ୍ଡୁକ୍ୟ, ତିତିରି, ଐତରେୟଶ୍ଚ, ଛାନ୍ଦୋଗ୍ୟ, ବୃହତ, ଆରଣ୍ୟକ ତଥା। ଇଏ ଉପନିଷଦ 10ଟି ମୁଖ୍ୟ ହେଲେ ମଧ୍ୟ 108 ଉପନିଷଦର ଅନେକ ଉପନିଷଦ ଥିଲେ ମଧ୍ୟ ତା ଦେହରେ ମୁଖ୍ୟ ଭାବରେ 108 ଉପନିଷଦ। 108 ଉପନିଷଦ ମଧ୍ୟରେ ଏ 10ଟି ଉପନିଷଦ ପ୍ରାୟ ସମସ୍ତ ଉପନିଷଦର ସାରାଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ଈଶ, କେନ, କଠ, ପ୍ରଶ୍ନ, ମୁଣ୍ଡ, ମାଣ୍ଡିକ୍ୟ, ତିତିରି, ଐତରେୟଶ୍ଚ, ଛାନ୍ଦୋଗ୍ୟ, ବୃହତ, ଆରଣ୍ୟକ ତଥା, ଏସବୁ ହେଉଛି ଉପନିଷଦର ନାମ। ତେବେ ସର୍ବ ଉପନିଷଦାଙ୍କ ମଧ୍ୟରେ ସାର ଅଷ୍ଟୋତ୍ତର ଶତଂ ସା କୁଶ୍ରବଣ ମାତ୍ରେଣ, ଯାହାକୁ ଶ୍ରବଣ କଲେ, ଯାହାକୁ ଶ୍ରବଣ ମାତ୍ରେଣ ସର୍ବାଖୁ ଘନୀକୃନ୍ତନମ, ଯେତେ ଅଘବା ପାପ ଅଛି ତାହା ସବୁ ନଷ୍ଟ ହୋଇଯାଏ, ତ୍ରିତାପ ଦହନ ହୋଇଯାଏ, ଆମେମାନେ ଆନନ୍ଦ ପ୍ରାପ୍ତ ହେଉ ଏବଂ ଆମେ ଜ୍ଞାନ ଲାଭ କରି, ଆତ୍ମଜ୍ଞାନ ଲାଭ କରି ଆମେ ବ୍ରହ୍ମ ବା ଆତ୍ମଦର୍ଶନ କରି ଜୀବନକୁ କୃତାର୍ଥ କରିଥାଉ। ତେଣୁ ଯଦିଓ ସର୍ବ ଉପନିଷଦ ମାନଙ୍କ ଭିତରେ 108 ଉପନିଷଦ ମୁଖ୍ୟ ବୋଲି କୁହାଗଲା, ସେହି 108 ଉପନିଷଦ ଆଜିକାଲି ଉପଲବ୍ଧ ହେଉନାହିଁ। ଉପନିଷଦ ଉପଲବ୍ଧ ହୋଇନଥିବାରୁ, ସେଥିମଧ୍ୟରେ ଥିବା ଜ୍ଞାନ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ହୋଇପାରୁନଥିବାରୁ, ମୌଳିକ ଭାବରେ ଯେଉଁ 10ଟି ଉପନିଷଦ କୁହାଗଲା, ସେହି ଉପନିଷଦ ଜ୍ଞାନ ହିଁ ପ୍ରକୃତ ସମୁଚୀନ ଜ୍ଞାନ ଭାବରେ ଆଜି ଆମର ଗ୍ରହଣ କରାଯାଉଛି। ତେବେ ଆଜି ତ ସମୟ ହୋଇଯାଇଛି, ଇଏ କଥା ଆମେ ଆଲୋଚନାକୁ ଆମେ ଆଗକୁ ନେବା ଆଗାମୀ ଅଧ୍ୟାୟରେ। ଆଜି ଆମେ ଏଇଠାରେ ସତ୍ସଙ୍ଗକୁ ବିଶ୍ରାମ ଦେବା ଏବଂ ଆପଣମାନେ ସମସ୍ତେ ସୁଖ ଶାନ୍ତି ଅନୁଭବ କରନ୍ତୁ, ଆପଣଙ୍କ ଜୀବନ ମଙ୍ଗଳମୟ ହେଉ, ଏଇ କଥା ଭଗବାନଙ୍କ ପାଖରେ ପ୍ରାର୍ଥନା କରି ଲୋକା ସମସ୍ତା ସୁଖିନ ଭବନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।